ଗରୁଡ଼ ପୁରାଣର ଦ୍ୱିତୀୟ ଅଧ୍ୟାୟରେ ଯମଯାତନ ପାପକର୍ମ ବିଷୟରେ ଆମେ ଆଲୋଚନା କରୁଥିଲେ। ଯେଉଁମାନେ ଅତ୍ୟଧିକ ପାପ କରନ୍ତି, ଯେଉଁମାନେ ପର ସ୍ତ୍ରୀକୁ ହରଣ କରନ୍ତି, ଗୋଚର ଭୂମିକୁ ଚାଷ କରନ୍ତି, ଯେଉଁମାନେ ନିଜର ଆତ୍ମଗର୍ବରେ ନିଜକୁ ବଳବାନ ଭାବନ୍ତି, ସେମାନେ କିପରି ଭାବରେ କଷ୍ଟ ପାଆନ୍ତି ସେହି ବିଷୟରେ ଆମେ ଆଲୋଚନା କରିଥିଲେ। ଆସନ୍ତୁ ବିଷୟକୁ ଆଗେଇ ନେବା। ସେହିମାନେ ଏହି ନର୍କପୁରକୁ ଆସନ୍ତି, ଅଶୁଚି ନରକେ ପଡ଼ି ସଢ଼ିଣ ମରନ୍ତି, କଣ୍ଟକମୟ ପଥରେ ଘୋଷାରନ୍ତି ତାଙ୍କୁ, ତପ୍ତ ତୈଳ କଟାକ୍ଷରେ ନିକ୍ଷେପନ୍ତି ତାଙ୍କୁ। ଯେଉଁମାନେ ଅନେକ ପାପ କର୍ମ କରନ୍ତି ସେ ଆସି ନର୍କପୁରରେ ପଡ଼ନ୍ତି। କଣ୍ଟକମୟ ପଥ କହିଲେ କ'ଣ ରାସ୍ତା? ନା କଣ୍ଟକମୟ ରାସ୍ତାରେ ଯମଦୂତମାନେ ତାହାଙ୍କୁ ଘୋଷାରନ୍ତି। ଉତ୍ତପ୍ତ ତୈଳ, ଉତ୍ତପ୍ତ ଗରମ ତେଲରେ ତାଙ୍କୁ ପକେଇ ଦିଅନ୍ତି। ଯମଦୂତେ ନାନା ମାଡ଼ ତାହାଙ୍କୁ ମାରନ୍ତି, କ୍ଷୁଧା କାଳେ ଅନ୍ନ ଦାନ କେବେ ନ ଦିଅନ୍ତି, ତୃଷା କାଳେ ଜଳ ବିନ୍ଦୁ ନ ଦିଅନ୍ତି କେବେ, ବିଷ କୀଟେ କାମୁଡ଼ନ୍ତି ତାହାଙ୍କୁ ସ୍ୱଭାବେ। ଯମଦୂତମାନେ ଅନେକ ମାଡ଼ ମାରନ୍ତି। ଯେତେବେଳେ ଆପଣଙ୍କୁ ଭୋକ ହେବ ସେତେବେଳେ ସିଏ ଅନ୍ନ ଟିକେ ଆପଣଙ୍କୁ ଦେବେ ନାହିଁ। ଯେତେବେଳେ ଆପଣମାନଙ୍କୁ ଶୋଷ ହେବ ସେତେବେଳେ ସିଏ ଜଳବିନ୍ଦୁ ମଧ୍ୟ ଦିଅନ୍ତି ନାହିଁ। ତା ପ୍ରତିବଦଳରେ ଅନେକ ବିଷାକ୍ତ କୀଟ ଆପଣମାନଙ୍କୁ କାମୁଡ଼ିବେ। ସେହି ଯମପୁରର ଯାତନା। ଗୁଣବନ୍ତ ଦୟାଳୁ ପୁରୁଷ ଯେଉଁମାନେ ଏହି ପାପ ପଥ ନ ଦେଖନ୍ତି ସେ ସୋପନେ, ପାପାତ୍ମା ନରକେ ପଡ଼ି ଭୋଗ ଶେଷ ଯାଏ, ପରଜନ୍ମେ ନାନା ଦୁଃଖ ଭୋଗଇ ନିଶ୍ଚୟ। ଯେଉଁମାନେ ଗୁଣବନ୍ତ ପୁରୁଷ, ଯେଉଁମାନେ ଦୟାଳୁ ପୁରୁଷ, ଯେଉଁମାନେ ଧାର୍ମିକ ବ୍ୟକ୍ତି, ସେମାନେ ଏ କଷ୍ଟ ପାଆନ୍ତି ନାହିଁ। ଯେଉଁମାନେ ପାପ କର୍ମ କରନ୍ତି, ଯେଉଁମାନେ ପାପାତ୍ମା, ସେ ପରଜନ୍ମ ଯେତେବେଳେ ଗ୍ରହଣ କରନ୍ତି ଅନେକ ଦୁଃଖ ପୁଣି ଭୋଗ କରନ୍ତି। ସ୍ଥୂଳ ଶରୀର ଧରିଣ ଭୋଗ ବହୁ ରୋଗ, ନାନା ଦୁଃଖ ଯନ୍ତ୍ରଣା ଯେ ଲୋଭେ ମନ୍ଦ ଭାଗ୍ୟ, ନାନା ବ୍ୟାଧି ଜ୍ୱାଳାରେ ମଲି ବଲି ହୋଇ, ପାହୁଣ୍ଡେ ଯିବାକୁ ତାର ଶକତି ନ ଥାଇ, ତଥାପି ଧନ ତନୟ ଦାରା ମୋହେ ପଡ଼ି, ନିରନ୍ତରେ ପାପ କର୍ମ କରେ ପଥ ହୁଡ଼ି। ଅନେକ ପାପ କର୍ମ କରିଥିବାରୁ ପରଜନ୍ମରେ ଆମେ ପୁନର୍ବାର ଯେଉଁ ଜନ୍ମ ପାଉ ସେ ଜନ୍ମରେ ଅନେକ ଦୁଃଖ କଷ୍ଟ ପାଉ। ଏ ସ୍ଥୂଳ ଶରୀରରେ ଅନେକ ରୋଗ ଆମକୁ ହୁଏ, ବହୁତ ଯନ୍ତ୍ରଣା ଆମେ ପାଇଥାଉ। ତଥାପି ଆମେ ଏଇ ସ୍ତ୍ରୀ, ସନ୍ତାନ, ଧନ ଏଇସବୁ ମାୟାରେ ପଡ଼ି ପାପ କର୍ମ କରିବାକୁ କେବେ ବି ପଛେଇ ନଥାଉ। ତିଳେ ହେଲେ ନିଜ ଦୋଷ କଥା ନ ଭାବୋଇ, ମନେ ମନେ ସୁଖ ସୌଧ ନୀତି ଗଢ଼ୁଥାଇ, ଥରେ ବି ନିଜର ଦୋଷକୁ ସେ ଦେଖେ ନାହିଁ। ପ୍ରତ୍ୟେକ ଦିନ ନିଜର ସୁଖ ପାଇଁ ଅନେକ କଥା, ଅନେକ ଜିନିଷକୁ ସିଏ ପ୍ରସ୍ତୁତ କରୁଥାଏ। ଏହିପରି ବହୁ କଷ୍ଟେ ଜୀବନ ଲଭିଣ, ଯଥାକାଳେ ଲୋଭଇ ସେ ଆପଣା ମରଣ। ଅନେକ କଷ୍ଟ ଯେତେବେଳେ ସେ ଜୀବନରେ କରି ଅନେକ ଧନ ସଞ୍ଚୟ କରିଥାଏ, କିନ୍ତୁ ଯେଉଁ ପାପ କର୍ମ କରିଥାଏ ଏ ପାପ କର୍ମ ଦ୍ୱାରା କ'ଣ ହୁଏ ନା ମୃତ୍ୟୁ ସମୟକୁ ସିଏ ବହୁତ କଷ୍ଟ ପାଇଥାଏ। ସୂକ୍ଷ୍ମ ଦେହ ସ୍ଥୂଳ ଦେହ ଛାଡ଼ିଣ ଚଳଇ, ନରକପୁର ମଧ୍ୟରେ ପ୍ରବେଶ ହୁଅଇ, ଯମଦୂତେ ନଗୁଡ଼ରେ ତାହାଙ୍କୁ ବାନ୍ଧନ୍ତି, ନାନା ଦଣ୍ଡ କର୍ମ ଅନୁସାରେ ତାକୁ ଦିଅନ୍ତି। ଯେତେବେଳେ ଜୀବ ଅନେକ ପାପ କର୍ମ କରିଥାଏ, ଏ ସ୍ଥୂଳ ଶରୀରକୁ ଛାଡ଼ି ଦେଇଥାଏ, ସୂକ୍ଷ୍ମ ଶରୀର ଛାଡ଼ି ଯାଇ ନରକପୁରରେ ପ୍ରବେଶ ହୁଏ, ସେତେବେଳେ ଯମଦୂତମାନେ ନଗୁଡ଼ କହିଲେ କ'ଣ ନା ଦଉଡ଼ିରେ ବାନ୍ଧି ଦିଅନ୍ତି ତାହାଙ୍କୁ। ଅନେକ ଦଣ୍ଡ, ବିଭିନ୍ନ ପ୍ରକାର ଦଣ୍ଡ ଯମଦୂତମାନେ ଦେଇଥାନ୍ତି। ବହୁ ତର୍ଜନ କରନ୍ତି ତହିଁ ଯମଦୂତେ, ଚରମ ପାଶେ ବାନ୍ଧି ମାଡ଼ ମାରନ୍ତି ନିରତେ, ତାତିଲା ଲୋହ ଖଣ୍ଡର ଉପରେ ଶୁଆନ୍ତି, ତୀକ୍ଷ୍ଣ ଧାର କରତରେ ତାହାକୁ କାଟନ୍ତି। ଗଣମାନେ କ'ଣ କରନ୍ତି ନା ଚମଡ଼ାର ଦଉଡ଼ିରେ ବାନ୍ଧିକି ଅନେକ ମାଡ଼ ମାରନ୍ତି। ତାତିଲା ଲୌହ ଖଣ୍ଡ, ଉତ୍ତପ୍ତ ଲୁହାର ଖଣ୍ଡ ଉପରେ ଶୋଇଦେବେ। ତୀକ୍ଷ୍ଣ ଧାରଣ କରତ ଯେଉଁ ଅଛି ସେ କରତରେ କାଟନ୍ତି। ମଲି ମଲି ବୋଲି ପାପି ଚିତ୍କାର ଛାଡ଼ୋଇ, ଦୟା ନ କରିପାରନ୍ତି ତୁହାଇ ତୁହାଇ, ତାହାର ବିକଳ କଥା କହିଲେ ନ ସରେ, ନିର୍ଦ୍ଦୟ ଯମଦୂତଙ୍କ ଦୟା ନୁହେଁ ବାରେ,
ଯମଦୂତଙ୍କ ପାଖରେ ଦୟା ବୋଲି କିଛି ନଥାଏ। ଆମେ ଯେମିତି କର୍ମ କରିଛୁ ସେମିତି ଫଳ ପାଇବୁ ବୋଲି 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 ଅନେକ ଆପଣ ଚିତ୍କାର କରୁଥିବେ, କିନ୍ତୁ ସେ ଚିତ୍କାରକୁ ଯମଦୂତମାନେ ନ ଶୁଣି ଆପଣଙ୍କୁ ମାଡ଼ ମାରି ଚାଲିଥିବେ। ପୂର୍ବ ଅର୍ଜିତ କର୍ମ ଅନୁସାରେ ଦୁଃଖ ମାନ ନିରନ୍ତର ଭୋଗିବାକୁ ପଡ଼େ ସେହି ସ୍ଥାନ। ଯାହା ଆମେ ପୂର୍ବରୁ କର୍ମ କରିଥିବୁ ସେଇ କର୍ମ ଅନୁସାରେ ଆମେ ଫଳ ପାଇବୁ, ସେଠାରେ ଅନେକ କଷ୍ଟ ଆମେ ପାଇବୁ। ଦୟାମାୟା ତିଳେ ହେଲେ ସେ ପୁରରେ ନାହିଁ, ଯାହା ଦେଇଥିବ ପ୍ରାପ୍ତ ହୁଏ ସିନା ତହିଁ। ବିକଳ ହୋଇ ପାପିଏ ଦୂତଙ୍କୁ କହନ୍ତି, ଅଜ୍ଞାନପଣରେ ଆମ୍ଭେ କରିଛୁ ଅନୀତି। ସେତେବେଳେ ଏ ଜୀବ କ'ଣ କରେ, ବହୁତ ଦୁଃଖ ବହୁତ ବିନତିରେ କୁହେ ଯେ ଆମେ ଯାହା ପାପ ସବୁ କରିଛୁ ଅଜ୍ଞାନପଣରେ ପାପ କରିଛୁ। କିନ୍ତୁ ସେ କଥା ଶୁଣିବ କିଏ? ଏହି ଥର ଛାଡ଼ି ଦିଅ ଦୟା ବହିବାରେ, ପାପ କାର୍ଯ୍ୟମାନ ଆଉ ନ କରିବୁ ଥରେ। ନ ମାର ଆଉ ଆମ୍ଭକୁ ତୁମ୍ଭର ଶରଣ, କ୍ଷୁଧା ଶାନ୍ତି ପାଇଁ ଆଣି ଦିଅ କିଛି ଅନ୍ନ। ସେତେବେଳେ ସେ ଯମଦୂତକୁ ଏ ପାପ ଶରୀର କହୁଥିବ, ଛାଡ଼ି ଦିଅନ୍ତୁ, ଆଉ ଆମେ ପାପ କର୍ମ କରିବୁ ନାହିଁ। ଏ ଗୋଟେ ଥର ପାପ କର୍ମ କରିବୁ, ଆମକୁ ଭୋକ ହେଲାଣି, କିଛି ଅନ୍ନ ଆଣିକି ଦିଅ। ଶୋଷ ହେଉଛି, ଟିକେ ପାଣି ଦିଅ। ତୃଷାରେ ସୁଖଇ କଣ୍ଠ ଦିଅ ଜଳ ବେଗେ, ନ ମାର ଆମ୍ଭକୁ ହେ ଆଉ ରାଗେ। ମର୍ତ୍ତ ଗର୍ବେ ନ କରିବୁ ପାପ କର୍ମ ମାନ, ଦୟା ବହି ଆମ୍ଭ ଦୋଷ କରି କହିବାର କ୍ଷମ। ସେତେବେଳେ ଜୀବ କହୁଥିବ, ଆମେ ଆଉ ପାପ କର୍ମ କରିବୁ ନାହିଁ, ଯେତିକି ପାପ କର୍ମ କରିଛୁ ସେଥିପାଇଁ ଆମକୁ କ୍ଷମା କରିଦିଅନ୍ତୁ, ଆଉ ଆମେ ଗର୍ବ କରିବୁ ନାହିଁ, ଆଉ ଏ ଗର୍ବରେ ବୁଡ଼ିବୁ ନାହିଁ। ଏ ନରକ ଯନ୍ତ୍ରଣା ଆମକୁ ଉଦ୍ଧାର କର, ଆମ ଉପରେ ଟିକେ ଦୟା କର। ଯମଦୂତମାନଙ୍କୁ ଜୀବ କହୁଥିବ, ବହୁତ ବିଷୟ ହୋଇ ଦୂତଙ୍କୁ ବହୁତ ବିନୟ ହୋଇ ଦୂତଙ୍କୁ କହନ୍ତି, ତାହାଙ୍କର କଥା ତିଳେ ଦୂତ ନ ଶୁଣନ୍ତି। କାଳଦଣ୍ଡ ଧରି ନେଇ ଯମ ନିକଟକୁ, ଛାମୁରେ ଉଭା କରନ୍ତି ସେ ପାପୀ ମାନଙ୍କୁ। ଯମ ଦେଖିଣ ତାହାକୁ ଝିଙ୍ଗାସ କରଇ, କାହିଁ ପାଇଁ ପାପ କର୍ମ ବୀର ବୀର ଚିଲୁ ତୁହି। ତ ସେତେବେଳେ ଯମଦୂତମାନେ କ'ଣ କରନ୍ତି ନା, ଇଏ ଦୟା ମାୟା ଏସବୁ କଥା କିଛି ନ ଶୁଣି ତାଙ୍କର ଯାହା ବିଧାନ ଅଛି ସେଇ ବିଧାନ ଅନୁସାରେ ସିଏ ଦଣ୍ଡ ଦିଅନ୍ତି। ଦଣ୍ଡ ଦେଇସାରି ସେ ପାପୀମାନଙ୍କୁ ଟାଣି ଟାଣି ନେଇ ଯାଆନ୍ତି ଯମପୁରକୁ। ଯମ ଯେତେବେଳେ ମାନଙ୍କୁ ଦେଖନ୍ତି ସେତେବେଳେ ଯମ ପଚାରୁଛନ୍ତି, ଆରେ ଏତେ ପାପ କର୍ମ କାହିଁକି କରିଲୁ, ଯୋଉଥିପାଇଁ ତୁ ଏତେ ଦୁଃଖ ଆଉ କଷ୍ଟ ପାଉଛୁ। ତ ଏଇଠାରୁ ଆଜିର ବିଷୟ ରହିଲା। ଆସନ୍ତାକାଲି ପୁନର୍ବାର ସକାଳ 7 ଘଟିକା ସମୟରେ ଆମେ ଆଲୋଚନା କରିବା ଗରୁଡ଼ ପୁରାଣର ଏଇ ଯେଉଁ ଯମ ଯାତନା ପ୍ରସଙ୍ଗ ଚାଲିଛି, ଆଗକୁ କ'ଣ ଯମ ଏମାନଙ୍କୁ କହୁଛନ୍ତି ବା ଯମ ଯନ୍ତ୍ରଣା ଆମେ କିପରି ଭାବରେ ଭୋଗୁଛୁ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।